देखुथिलु से दिन तारका जेपरि यीशुଙ୍କ निकटକୁ ପହଞ୍ଚିବା ନିମନ୍ତେ ବଞ୍ଚିତମାନଙ୍କୁ ସାହାଯ୍ୟ କଲା ଠିକ ସେହି ପ୍ରକାରେ ଆହୁରି ଏକ ଦଳର ଲୋକମାନଙ୍କୁ ସ୍ୱର୍ଗୀୟ ଦୂତ ଯୀଶୁଙ୍କ ନିକଟକୁ ପହଞ୍ଚିବା ନିମନ୍ତେ ସାହାଯ୍ୟ କରିଥିଲେ। ଆମେ ତାହା ପଢିବା ଲୁକ ତାର 2 ଅଧ୍ୟାୟ 8 ପଦରୁ ଆମେ 12 ପଦ ପର୍ଯ୍ୟନ୍ତ ପଢିବା। ସେହି ଅଞ୍ଚଳରେ କେତେକ ମେଷପାଳକ ପଦାରେ ରହି ରାତ୍ରିରେ ସେମାନଙ୍କର ପୋଲ ଜଗୁଥିଲେ। ପ୍ରଭୁଙ୍କର ଜଣେ ଦୂତ ସେମାନଙ୍କ ନିକଟରେ ଉପସ୍ଥିତ ହେଲେ। ପୁଣି ପ୍ରଭୁଙ୍କର ଗୌରବର ଜ୍ୟୋତି ସେମାନଙ୍କ ଚତୁର୍ଦିଗରେ ପ୍ରକାଶିତ ହେଲା ଆଉ ସେମାନେ ଅତିଶୟ ଭୟଗ୍ରସ୍ତ ହେଲେ। ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ, ଦେଖ ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମମାନଙ୍କୁ ଜଣାଉଅଛି। କାରଣ ଆଜି ଦାଉଦଙ୍କ ନଗରରେ ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ହାଲେଲୁୟା, ପ୍ରେଜ୍ ଲର୍ଡ, ପ୍ରେଜ୍ ଲର୍ଡ। এই মেষপালক মানে রাত্রি সময়ে মানে মেষ জগুଥିବା সময়ে হঠাৎ অচানক স্বর্গীয় দূত সেମାନଙ୍କୁ দর্শন দেলে ଆଉ ସେମାନଙ୍କୁ ଦର୍ଶନ ଦେଇ କହିଲେ, ଭୟ କର ନାହିଁ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମମାନଙ୍କୁ ଜଣାଉଅଛି। ଆଉ ସେ ଆନନ୍ଦଜନକ ସୁସମାଚାର କଣ ଥିଲା? ଦାଉଦଙ୍କ ନଗରରେ ତୁମମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମ ଗ୍ରହଣ କରିଅଛନ୍ତି। ଏହା ସେ ମେଷପାଳକ ମାନଙ୍କ ନିମନ୍ତେ ଆନନ୍ଦଜନକ ସୁସମାଚାର ଥିଲା, ଆନନ୍ଦର ସମ୍ବାଦ ଥିଲା। ଆଉ ସେହି ଦୂତମାନଙ୍କର ସମ୍ଭାଷଣ ଦ୍ୱାରା ଏହି ବ୍ୟକ୍ତି ମାନେ ଯୀଶୁଙ୍କ ନିକଟକୁ ଯାଇ ପହଞ୍ଚିବା ନିମନ୍ତେ ମେଷପାଳକ ମାନେ ସକ୍ଷମ ହୋଇଥିଲେ। ଦୂତମାନେ ଡିଟେଲ୍ସ ଦେଇଦେଲେ, ସମ୍ପୂର୍ଣ୍ଣ ଭାବେ ଡିଟେଲ୍ସ ଦେଇଦେଲେ ଯେ ତୁମେ ଚିହ୍ନ ସ୍ୱରୂପେ ଏହା ଦେଖିବାକୁ ପାଇବ ଯେ ଶିଶୁଙ୍କୁ ଲୁଗାରେ ଘୋଡ଼ାଇ ଗୁହାଳ କୁଣ୍ଡରେ ଶୁଆ ହୋଇଥିବ। ଆଉ ସେ ଦୂତଙ୍କର କଥା ମୁତାବକ ଏହି ପାଳକ ମାନେ ମେଷପାଳକ ମାନେ ସେହି ଗୁହାଳ କୁଣ୍ଡକୁ ଗଲେ ଏବଂ ଯୀଶୁଙ୍କର ସାକ୍ଷାତ ଏମାନେ ପାଇଲେ। ମୋର ପ୍ରଭୁଙ୍କ ଲୋକମାନେ, ଯଦି ଆମେ ସ୍ୱର୍ଗୀୟ ଦୂତଗଣ ତୁଲ୍ୟ ଆପଣ ଜୀବନ ବିତାଇବା, କହିବାର ଅର୍ଥ ହେଲା ସ୍ୱର୍ଗୀୟ ଦୂତମାନେ ସର୍ବଦା ପରମେଶ୍ୱରଙ୍କ ସାଙ୍ଗରେ ଥାନ୍ତି ଏବଂ ଦୂତ ବିଷୟ ହେଲା ସ୍ୱର୍ଗୀୟ ଦୂତମାନେ ସର୍ବଦା ପରମେଶ୍ୱରଙ୍କର କଥା ମାନନ୍ତି, ସର୍ବଦା ସ୍ୱର୍ଗୀୟ ଦୂତଗଣ ପରମେଶ୍ୱରଙ୍କର ବଶ୍ୟତା ସ୍ୱୀକାର କରନ୍ତି। କେବଳ ସ୍ୱର୍ଗୀୟ ଦୂତଗଣ ପରମେଶ୍ୱରଙ୍କୁ ଅବମାନନା କରନ୍ତି ନାହିଁ କିମ୍ବା ପରମେଶ୍ୱରଙ୍କ ବ୍ୟବସ୍ଥାକୁ ଭାଙ୍ଗନ୍ତି ନାହିଁ, ତାଙ୍କର ଆଜ୍ଞାକୁ କେବେ ଉଲ୍ଲଂଘନ କରନ୍ତି ନାହିଁ, ସର୍ବଦା ପରମେଶ୍ୱରଙ୍କ ସାନ୍ନିଧ୍ୟକୁ ପ୍ରିୟ ଜ୍ଞାନ କରନ୍ତି। ଠିକ ସେହି ପ୍ରକାର ଯେବେ ଆମେ ଦୂତଗଣ ତୁଲ୍ୟ ଆମେ ପରମେଶ୍ୱରଙ୍କ ଠାରେ ଆମେ ଆମର ସମୟ ବିତାଇବା, ପରମେଶ୍ୱରଙ୍କର ଆଜ୍ଞା ମାନିବା, ପରମେଶ୍ୱରଙ୍କ ପ୍ରେମ କରିବା, ପରମେଶ୍ୱରଙ୍କ সকল ବ୍ୟବସ୍ଥା ମାନ୍ୟକାରୀ ହେବା, ତେବେ ମୋର ପ୍ରଭୁଙ୍କ ପିଲାମାନେ ଆମମାନଙ୍କର ଜୀବନ ଦ୍ୱାରା, ଆମମାନଙ୍କର ମୁଖର ବାକ୍ୟ ଦ୍ୱାରା, ଆମମାନଙ୍କର ଜୀବନ ଶୈଳୀ ଦ୍ୱାରା ଅନେକ ଯୀଶୁଙ୍କ ନିକଟକୁ ଯାଇ ପହଞ୍ଚି ପାରିବେ, ଅନେକ ଯୀଶୁଙ୍କୁ ସାକ୍ଷାତ କରିବାର ସୌଭାଗ୍ୟ ପାଇପାରିବେ। ଏଣୁ ମୋର ପ୍ରଭୁଙ୍କ ପିଲାମାନେ ଯେମାନେ ଖ୍ରୀଷ୍ଟିଆନ ହୋଇଅଛୁ, ତେବେ ଦୂତ ସ୍ୱରୂପ ମାନଙ୍କ ଜୀବନ ହଉ କିନ୍ତୁ ଭୂତ ସ୍ୱରୂପ ନ ହଉ। ତେବେ ମୋର ପ୍ରଭୁଙ୍କ ପିଲାମାନେ ଏହି ଖ୍ରୀଷ୍ଟମାସ ସିଜନରେ ପ୍ରଭୁ ଯେଉଁ ବିଷୟ ମାନଙ୍କୁ କହିବା ନିମନ୍ତେ ଚାହୁଁଛନ୍ତି ତାହା ସଫଳ ହେବ। ଆଜିର ସମୟରେ କାଁ ଭାଁ ସ୍ୱର୍ଗୀୟ ଦୂତଗଣ ପୃଥିବୀରେ ଦେଖାଯାଉଛନ୍ତି, କିନ୍ତୁ ଜୀବନ୍ତ ପ୍ରଭୁଙ୍କର ସେବକଗଣ ଆମମାନଙ୍କ ମଧ୍ୟରେ ଅଛନ୍ତି। ସେମାନଙ୍କ ଦ୍ୱାରା ଆମେ ଯୀଶୁଙ୍କର ନିକଟରେ ଆମେ ଉପସ୍ଥାପିତ ହୋଇପାରିବା, ଯୀଶୁଙ୍କର ଆମେ ଦର୍ଶନ ପାଇପାରିବା।